शुभ संध्या पिलाने पिले भॉइस में अच्छा प्रणाम सर। प्रणाम सर। हां प्रणाम सर। ଆମେ ପିଲେ ଗୋଟେ ମକ୍ ଟେଷ୍ଟ କରିଥିଲେ ନାଇଁ 12 ନମ୍ବର ମକ୍ ଟେଷ୍ଟ ପିଲେ ଚାଲ ଏଇ ମକ୍ ଟେଷ୍ଟ ଯୋଉ ଥିଲା ପିଲେ ତାକୁ ଟିକେ ଆଲୋଚନା କରିଦବା ତାପରେ ଆମେ ମାନେ ବିଷୟ ଉପରକୁ ପିଲେ ଯିବା ଠିକ ଅଛି। ସ୍କ୍ରିନ୍ ପ୍ଲେ ଶୋ କରୁଛି ଟି ନା ନାଇଁ? चलो तो प्रथम प्रश्न थिला पिले कि पिले उपाध्याय यार पिले स्त्री प्रत्ययंत रूप पिले कौन हबो? उपाध्याय सीटा सेना ऑप्शन डी पिले सर डी ऑप्शन डी। पिले उपाध्यायानि हैला बुझौछि पिले एक्चुअली उपाध्याय रे पिले ना रूप स्त्रीलिंग रे तीनटा रूप होई थाए पिले ठीक अछि। देखो मोटे कहि दोछि पिले उपाध्याय रे पिले जेतेबेले स्वयं शिक्षयित्री हेतिबो जते स्वयं से निजे पिले पढौथिबो सेतेबेले ताकू पिले कहै जिवो उपाध्याय ध्याय हैला उपाध्याय बोली कहै जिवो ठीक अछि। आउ जेतेबेले पिले उपाध्यायस्य स्त्री पिले हबो ना उपाध्यायस्य स्त्री बुझौछि सेतेबेले दिटा रूप हबो गोटे हबो पिले उपाध्यायी हैला दीर्घईकार आ गोटे हबो पिले उपाध्यायानि हैला बुझलो कि नहीं पिले तो उपाध्याय रे पिले एमते हेल चल बुझे जो पिले ये जो उपाध्याय पिले ये होचे स्वयं शिक्षयित्री ये उपाध्याय होचे पिले कोन स्वयं शिक्षयित्री हैला उपाध्याय बुझला तो पिले हो तापरे नेक्स्ट कोन रे पिले गुरु शब्द रे पिले कोन स्त्री प्रत्ययंत रूप हबो पूर्वी पूर्वी गुरु रे पिले हे जिवो गुरुबी नहीं के ठीक आ पिले शिष्य शिष्या शिष्या हाँ तो शिष्य रे पिले हे जिवो शिष्या तापरे वत्स वर्षा वर्षा बत्सर पिले हे जिवो बत्सा हैला तापरे भ्रमत अरे भ्रमत रे पिले कोन हबो मंत्री हाँ तो भ्रमत रे पिले स्त्री प्रत्ययंत रूप होची पिले भ्रमंती हैला आ नाही कर हेतकी आ डबल आ पिले चक्षुष्मत चक्षुष्मती चक्रवर्ती चक्षुष्मती हैला आ पिले यशस्वी यशस्विनी 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 तो को ऑप्शन पिले डी ऑप्शन डी हाँ तो लास्ट ऑप्शन है ना आ पिले मत्स्य मच्छी मत्स्य ऑप्शन डी ए हाँ फास्ट ऑप्शन पिले मत्स्य एतरे मत्स्य शब्द मनुष्य शब्द ये सब रे पिले य करे कोन हे जाय लोप हो जाए पिले लोप हो जाए ठीक है हय गवय मुकय एमते कोन सूत्र अछि पिले एतरे सब य करे पिले लोप हो जाए आ पिले चिंतित बत चिंतित ऑप्शन बी हाँ पिले चिंतित बत्ती तापरे मृदु मृद्वी मृदु रे पिले हे जो मृदुई
ଆଉ ପିଲେ ମିଥ୍ୟାବାଦୀ ମିଥ୍ୟାବାଦିନୀ ମି- ମିଥ୍ୟାବାଦିନୀ ଅପସନ ଅପସନ ବି ସେକେଣ୍ଡ ବି ଅପସନ ଠିକ। ବି ତାପରେ ପିଲେ ଜାତ ଜାତା ଯାତା ଜାତା ହଁ ତ ଜାତର ପିଲେ ଜାତା। ଜଳଚର ଜଳଚରି ଜଳଚରି ହେଲା ପିଲେ। ଆଉ ପିଲେ ମାତୁଳ ମାତୁଳା ମାତୁଳାନୀ ଠିକ ଅଛି ପିଲେ। ମାତୁଳାରେ ବି ତିନିଟା ପିଲା ହବ ମାତୁଳାନୀ ବି ହବ ମାତୁଳି ବି ହବ ଆଉ କଣ ହବ ପିଲେ? ମାତୁଳା 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 ପିଲେ ତିନିଟା ରୂପ ହେଇଥାଏ ହେଲା। ମାତୁଳାର ମଧ୍ୟ ସ୍ତ୍ରୀ ପ୍ରତ୍ୟୟରେ ପିଲେ ତିନିଟା ରୂପ ହୁଏ ମାତୁଳାନୀ ମାତୁଳି ଆଉ ପିଲେ ହଉଛି ମାତୁଳା। ତାପରେ ପିଲେ ଆନିତ ଆନିତର ଅନିତା ଅନିତା ହଁ ତ ପିଲା ଆନିତ ଆନିତା ହେଲା। ସାର୍ ଏଇଟା କେମିତି ହେଲା ସାର୍ ଉଁ ଅନିତା ଅନିତା ଟା ଏଇଟା ତ ଏଇଟା କେମିତି ହେଲା? ତ ପ୍ରତ୍ୟୟ ପିଲା ହଉଛି ତ ପ୍ରତ୍ୟୟ ସମସ୍ତଙ୍କ ଲାଷ୍ଟକୁ ଆକାର ହବ ହେଲା। ଗତ ଗତା ପଠିତ ପଠିତା ଆନିତ ଆନିତା ଦତ୍ତ ଆରେ ଦତ୍ତାର ପିଲେ କଣ ହବ? ଦତ୍ତା 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 ଠିକ ଅଛି ଯଦି ସବୁ ତ ପ୍ରତ୍ୟୟ ସମସ୍ତଙ୍କର ପିଲେ ଟା ପ୍ରତ୍ୟୟ ହେଇକିରି ଆକାର ପିଲା ହବ ହେଲା। ଆଉ ପିଲେ ଅଗ୍ନି ଅଗ୍ନିର ଅଗ୍ନାଇ 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 ହଁ ତ ଅଗ୍ନିର ହଉଛି ପିଲା ଅଗ୍ନାଇ। ଆଉ ସ୍ଥୂଳତମ 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 ଅପସନ ସି ପିଲେ ହେଲା ସି ସ୍ଥୂଳତମା। ତାପରେ ପିଲେ ପ୍ରାଣୀ ପ୍ରାଣିନି ପ୍ରାଣୀ ବି ବି ହଁ ତ ସେକେଣ୍ଡ ଅପସନ ପିଲେ ପ୍ରାଣୀନି ହେଲା। ଆଉ ଧାରକ ଧାରିକା 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 ହଁ ଧାରକ ଶିକା ଧାରି ପ୍ରତ୍ୟୟ ଧାରିକା ହେଲା। ଆଉ ପିଲେ ବିଶ୍ଵମ୍ଭର ବିଶ୍ୱମ୍ଭରା ବିଷ୍ଣୁମ୍ଭରା ବିଶ୍ଵମ୍ଭରା ହେଲା ପିଲେ ବିଶ୍ଵମ୍ଭରା। ତାପରେ ପିଲେ ପ୍ରଦୂଷିତ ପ୍ରଦୂଷିତା ପ୍ରଦୂଷିତା ପ୍ରଦୂଷିତ ପ୍ରଦୂଷିତା ଠିକ। ଆଉ ପିଲେ ପ୍ରବହନ ପ୍ରବହନ୍ତି ହଁ ପ୍ରବହନ ପ୍ରବହନ୍ତି ପ୍ରବହନ୍ତି ଠିକ। ତାପରେ ଦାହକ ଦାହିକା ଦାରିକା ଦାହକର ଦାହିକା ଦାହିକା ହେଲା। ଠିକ ଆଉ ପିଲେ କାଲ ଜୟୀ କାଲଜୟିନୀ କାଳ ଜୟୀର ପିଲେ ବି କାଳ ହଁ କାଳ ଜୟୀନି ଆଉ ଆଉ ସରଳା ସରଳା ସରଳର ପିଲା ହଉଛି ସରଳା ହେଲା। ଉକ୍ତବତ ଉକ୍ତବତୀ ଉକ୍ତବତୀ ଉକ୍ତବତ୍ର ହେଇଯିବ ଏକ ପିଲା ଉକ୍ତବତୀ। ଆଉ ପିଲେ ଭବତ ଭବନ୍ତି ଭବତ୍ର ପିଲେ କଣ ହେଇଯିବ ପିଲେ ଭବନ୍ତି ବି ହବ ପିଲେ ଆଉ ଭବତୀ ବି ଆଉ ହଉଛି ନା ଭବତି ନାଇଁ କି? ହଁ ଆଜ୍ଞା ଏକବଚନରେ ଭବତି। ଏଗୁଡା ଜାଣିବା କେମିତି ମାନେ କୋଉଠି ତି ଲାଗିବ କୋଉଠି ତି ଲାଗିବ? କିଛି କଥା ନାହିଁ ପିଲେ ଏଇଟା ତ ମୁଁ ତମମାନଙ୍କୁ ଶତ୍ରୁ ପ୍ରତ୍ୟୟରେ ପଢିଲା ବେଳେ ପଢେଇଥିଲି ଶତ୍ରୁ ପ୍ରତ୍ୟୟରେ ମନେ ପଡୁଛି ନା ନାଇଁ ଶତ୍ରୁ ପ୍ରତ୍ୟୟ ପିଲେ? ଆରେ ଶତ୍ରୁ ପ୍ରତ୍ୟୟ ପିଲେ ପଢିଲା ବେଳେ ମୁଁ କହିଥିଲି ନା ପିଲେ ଯେତେବେଳେ ଶତ୍ରୁ ପ୍ରତ୍ୟୟ ହୁଏ ସେତେବେଳେ ପିଲେ ଯୋଉ ଯୋଉ ଧାତୁ ରୂପର ପିଲେ ଆମର କଣ ନା ସାର୍ ପ୍ରଥମ ଭଏସ ସ୍ଲୋ ଆସୁଛି ଭଏସ ଶୁଣି ହଉନି ପିଲେ? ସାର୍ ଟିକେ ସ୍ଲୋ ଆସୁଛି। ଆରେ ଏବେ ଶୁଣି ହଉଛି କି ପିଲେ ନା ନାଇଁ? ଆଜ୍ଞା ସାର୍ ଶୁଭୁଛି।
ହେଲା ତ ତମମାନଙ୍କୁ ଶତ୍ରୁ ପ୍ରତ୍ୟୟ ପଢିଲା ବେଳେ ମୁଁ କହିଥିଲି ପିଲେ କି ଯେକୌଣସି ଯୋଉ ଧାତୁର ପିଲେ ଲଟ୍ ଲକାର ପ୍ରଥମ ପୁରୁଷ ବହୁ ବଚନରେ ପିଲେ କଣ ଲାଷ୍ଟ କୁ ଥିବ? ଟି ଥିବ ହେଲା। ନ ତ ପିଲେ ଥିବ ସେ ସବୁର ସ୍ତ୍ରୀ ଲିଙ୍ଗରେ ଜାଣିବ ଯେ ପିଲେ ତମର ଅନ୍ତରେ ଦୀର୍ଘଇକାର ହବ ହେଲା। ତ ସେଇ ହିସାବରେ ପିଲେ ଯୋଉ ଭବନ୍ତି ଅଛି ପିଲେ ତ ଭବତ ଶବ୍ଦ ପିଲେ ଭୂ ଧାତୁରେ ହେଇଛି ତ ଭୂ ଧାତୁର କଣ ରୂପ ହୁଏ? ଲଟ୍ ଲକାର ପ୍ରଥମ ପୁରୁଷ ବହୁ ବଚନ ଆରେ ଭବନ୍ତି ପିଲେ ସେଥିରେ ଭବତି ତ ସେଥିପାଇଁ ଆର ସ୍ତ୍ରୀ ଲିଙ୍ଗରେ ମଧ୍ୟ ପିଲେ ଯେତେ ରୂପ ହବ ନା ତା କଣ ରୂପ ହବ? ଭବନ୍ତି। ଠିକ ଅଛି। ତ କିନ୍ତୁ ଆକ୍ଚୁଆଲି କହିବାର ମାନେ କଣ କି ପିଲେ ଏଇ ଯୋଉ ଭବତି ଏଥିପାଇଁ କହିଲି କାହିଁକି ନା ଆମର ଦିଟା ପିଲା ଅଛି ତମର ଗୋଟେ ଯୋଉ ଆମେ ରୂପ କରିଥାଏ ପିଲେ ଭବାନ ଭବନ୍ତୌ ଭବନ୍ତଃ ତାର ବି ତ ପିଲେ ମୂଳ ଶବ୍ଦ ହଉଛି ଭବତ ଶବ୍ଦ ନା ନାଇଁ? ଆଜ୍ଞା ଆକ୍ଚୁଆଲି ଭବତ ପିଲେ ହଁ ଦିଟା ସାର୍ ଦିଟା ଭବତ ଅଛି ପିଲେ ବୁଝିପାରୁଛ ତ ମୁଁ ସେଥିପାଇଁ ତମମାନଙ୍କୁ ଏଠି କହିଲି ଗୋଟେ ଭବତ ହଉଛି ପିଲେ କଣ ନା ଭୂ ଧାତୁରୁ ପିଲେ ଶତ୍ରୁ ପ୍ରତ୍ୟୟ କୋଉ ପ୍ରତ୍ୟୟ? ଶତ୍ରୁ ପ୍ରତ୍ୟୟ। ଆଉ ଗୋଟେ ଯୋଉ ଭବତ ହଉଛି ପିଲେ ଭୂ ଧାତୁରୁ ନା ଡବତୁ ପ୍ରତ୍ୟୟ ସରି ଡବତୁ ପ୍ରତ୍ୟୟ ଦି ଜଣଙ୍କର ପିଲେ ଯୋଉ ମୂଳ ଶବ୍ଦ ଭବତ ହିଁ ହେଇଥାଏ ପିଲେ ଭୂ ପ୍ଲସ ଶତ୍ରୁ ହେଲେ ବି ଭବତ ହବ ଭୂ ପ୍ଲସ ଡବତୁ ହେଲେ ମଧ୍ୟ ପିଲେ ଭବତ ହବ। ତ ସେଥିପାଇଁ ଯେତେବେଳେ ଶତ୍ରୁ ପ୍ରତ୍ୟନ୍ତ ଭବତ ଅଛି ତ ତାର ସ୍ତ୍ରୀଲିଙ୍ଗରେ କଣ ରୂପ ହବ? ଭବନ୍ତି। ଆଉ ଯୋଉ ଡବତୁ ପ୍ରତ୍ୟୟ ବାଲା ଯୋଉ ଭବତ ଅଛି ତାର ସ୍ତ୍ରୀଲିଙ୍ଗରେ କଣ ରୂପ ହବ? ଭଗବତୀ ଭବତି। ଆଉ ଇଏ ଯୋଉ ଭବତ ପିଲେ ୟା ରୂପ ଚାଲିବ ଭବନ ଭବନ୍ତୌ ଭବନ୍ତଃ ଏଭଳିଆ। ଆଉ ଇଏ ଯୋଉ ଭବତ ଅଛି ୟା ରୂପ ଚାଲିବ ପିଲେ ଭବାନ ଭବନ୍ତୌ ଭବନ୍ତଃ। ବୁଝିହେଲା ପିଲେ? ହଉ ତାପରେ ନେକ୍ସଟ ପିଲେ କଣ ଦେଇଛି ଈଶ୍ୱର ଈଶ୍ୱରର ପିଲେ କଣ ହେଇଯିବ? ଈଶ୍ୱରୀ ସାର୍ ଈଶ୍ୱରୀ। ବି ସାର୍ ସାର୍ ହେଲା ଲର୍ଡ ଲକାରେ ସାର୍ ବହୁ ବଚନରେ ଯଦି ସାର୍ ହୁଁ ଶବ୍ଦରୁ ଧାତୁ ରୂପର ଲଡ ଲକାରର ବହୁ ବଚନରେ ଯଦି ଜैसे କି ପଠତି ପଠତ ପଠାନ୍ତି ଅଛି ତାର ସ୍ତ୍ରୀଲିଙ୍ଗରେ ବି ଏମିତି ହବ ହଁ ୟାତି ହଁ ହବ। ତାର ସ୍ତ୍ରୀଲିଙ୍ଗରେ ଅନ୍ତି ହବ ମାନେ ଅନ୍ତରେ ଦୀର୍ଘଇକାର ହବ। ହୁଁ ଆଜ୍ଞା ଆଉ ଯାହାର ପିଲେ ବହୁ ବଚନରେ ଲାଷ୍ଟକୁ ତି ନଥିବ ବୁଝିହଉଛି ନା ନାଇଁ ତ ସେମାନଙ୍କର କେବଳ ତି ହବ ତରେ ଦୀର୍ଘଇକାର କରିବ। ଯେମିତିକା ଦା ଧାତୁ ପିଲେ ଦା ଧାତୁର ପିଲେ ଦଦାତି ଦତ୍ତଃ ଦଦତି। ତ ଦା ଧାତୁର ପିଲେ ଲାଷ୍ଟକୁ ଅନ୍ତ ନାହିଁ ସେଥିପାଇଁ ଆର ସ୍ତ୍ରୀଲିଙ୍ଗ ହବ ତ ପିଲେ ଖାଲି କଣ ହେଇଯିବ ଦଦତି। ତ ୟାର ପିଲେ ନ ରହିବନି ହେଲା। ଠିକ ଅଛି ପିଲେ। ତାପରେ ଶ୍ରୀମନ୍ ଶ୍ରୀମନ୍ ର ପିଲେ ହେଇଯିବ ଶ୍ରୀମତୀ ଶ୍ରୀମାନ ନୁହଁ ପିଲେ ଏଟା ଶ୍ରୀମାନ ଶବ୍ଦ ପିଲେ ସରି ଶ୍ରୀମାନ ରୂପଟା ପିଲେ ତ ଶ୍ରୀମାନ ର ହେଇଯିବ ପିଲେ କଣ ଶ୍ରୀ ମତି ଠିକ। ଆଉ ଭଗବତ ର ପିଲେ ଭଗବତୀ ଭଗବତ ର ହେଇଯିବ ପିଲେ ଭଗବତୀ ନା ନାଇଁ। ତାପରେ ଦେବ ଦେବୀ ହଁ ତ ଦେବର ପିଲେ ସ୍ତ୍ରୀଲିଙ୍ଗ ରୂପ ହେଇଥାଏ ପିଲେ ଦେବୀ। ମାନବ ମାନବୀ ମାନବୀ ହେଲା। ଆଉ ପିଲେ ଯୁବତ ଯୁବତୀ ଅପସନ ସି ଯୁବତୀ ହେଲା। ତାପରେ ପିଲେ ବାଲ ବାଲା ବାଲା ହେଲା। ତାପରେ ପ୍ରଥମ ପ୍ରଥମା ହଁ ତ ପ୍ରଥମ ପିଲେ ପ୍ରଥମା ମୟୁର ମୟୂରୀ ମୟୂରୀ ମୟୂରର ପିଲେ ମୟୂରୀ ତପସ୍ୱୀ ତପସ୍ୱିନୀ ତପସ୍ୱିନୀ ସିଂହ ସିଂହୀ ସିଂହ ସିଂହୀ ହେଲା କେଶରୀ କେଶରିଣୀ କେଶର କେଶରିଣୀ
ହେଲା ପିଲେ ତାପସ ତାପସୀ ତାପସୀ ତାପସର ପିଲେ ତାପସୀ ହେଲା ରାଜନ ରାଗୀ ରାଗୀ ରାଜନର ପିଲେ ରାଗୀ ହେଲା ମହାରାଜ ମହାରାଜୀ ମହାରାଜୀ ହେଲା ମହାରାଜର ପିଲେ ମହାରାଜୀ ତାପରେ ପିଲେ ଅଜ ଅଜା ଅଜର ଅଜା ପିଲେ ଅଜା ବ୍ୟାଘ୍ର ବ୍ୟାଘ୍ରୀ ବ୍ୟାଘ୍ରୀ ବ୍ୟାଘ୍ରର ବ୍ୟାଘ୍ରୀ ତାପରେ ସ୍ୱନ ସୁନୀଲ ସ୍ୱନର ସୁନି ହେଲା ଶ୍ୱଶୁର 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 ହେଲା ତାପରେ ପିତୃ ମାତୃ ପିତୃର ମାତୃ ହେଲା ଆଉ ପିଲେ ମାତାମହ ମାତାମହୀ ମାତାମହୀ ପିତାମହ ପିତାମହୀ 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 ତାପରେ ସହ ସା ସହସା ହେଲା ତ ଏମିତି ହେଇକିରି ପିଲେ ଏ ସବୁ କିଛି କିଛି ରୂପ ପିଲେ ତମ ମାନଙ୍କର ଥିଲା ବୁଝିଲା ତ ନା ନାଇଁ ସାର୍ ହୁଁ ସାର୍ ଯୋଉ ମହତ୍ୱପୂର୍ଣ୍ଣ ଶ୍ଲୋକ ପଢା ହଉଛି ସାର୍ ସେଇ ଶ୍ଲୋକ ମନେ ରଖିବୁ ହଁ ମହତ୍ୱପୂର୍ଣ୍ଣ ଶ୍ଲୋକ ଗୁଡା ପିଲେ ମନେ ରଖିବ ନା ଆଉ ଏଇଟା ତ ବହୁତ ଇମ୍ପୋର୍ଟାଣ୍ଟ କାରଣ ପରୀକ୍ଷାରେ ପିଲେ ଶ୍ଲୋକର ଲାଇନ ସବୁ ପଚାରେ ବୁଝିପାରୁଛ ନା ନାଇଁ ମହତ୍ୱପୂର୍ଣ୍ଣ ଶ୍ଲୋକ ମାନେ ହଉଛି ତମର ଯେତିକି ବିଷୟ ପଢା ହେଲା ପିଲେ ତାରି ଭିତରେ ହିଁ ଥିବା ଶ୍ଲୋକ ଗୁଡାକ ବାକି ତାକୁ ଗୋଟିଏ ଜାଗାରେ ଆମେ ସଂଗୃହିତ କରିଦେଇଛୁ ଠିକ ଅଛି କିନ୍ତୁ ସେଇ ବିଷୟ ଅନ୍ତର୍ଭୁକ୍ତ ଶ୍ଲୋକ ହେଇଥିଲେ କିଛି ବାହାର ଶ୍ଲୋକ ଏଗୁଡାକ ନୁହଁ ସେ ବିଷୟ ଭିତର ଶ୍ଲୋକ ସେଥିପାଇଁ ସେଗୁଡାକ ତମ ମାନେ ମନେ ରଖିବ ନ ମନେ ରଖିଲେ ହବନି ପିଲେ ହେଲା ଇମ୍ପୋର୍ଟାଣ୍ଟ ରହିବ ସାର୍ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଥରେ ପ୍ରାକ୍ଟିସ କରିବା ଡିସ୍କସ କରିବା ସାର୍ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ପିଲେ ଏବେ କଣ ପ୍ରାକ୍ଟିସ କରିବା ଆଗ ବିଷୟ ସବୁ ସରିଲେ କରିବା ପ୍ରାକ୍ଟିସ ଆଉ ହେଲା ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଗୁଡାକ ପିଲେ ଆଉ ହଉ ଚାଲ ସାର୍ ତାର ଲିଙ୍କ ଅଛି କି ଥରେ ଦେବେ ସାର୍ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ସେ ଗୋଟିଏ ଲିଙ୍କ ରେ ସବୁ କିଛି ଅଛି ପିଲେ ମୁଁ ତମକୁ ଯୋଉ ପଠେଇ ନଥିଲି ସେଇଥିରେ ସବୁ ଅଛି ଚାଲ ବର୍ତ୍ତମାନ ପିଲା ଆମମାନେ ଯିବା କୋଉଠିକି ନା ପିଲେ ଯୋଉଟା ଆମମାନଙ୍କର ଗ୍ରୁପ ଏ ଥିଲା ପିଲେ ପେଡାଗୋଜି ପାର୍ଟ ଟା ଯୋଉଥିରେ 3ଟା ୟୁନିଟ ଥିଲା ଆମମାନେ ତାକୁ ସବୁ ପଢିଲେ ହେଲା ବର୍ତ୍ତମାନ ଗ୍ରୁପ ବି ଯୋଉଟା ହଉଛି ପିଲେ କଣ୍ଟେଣ୍ଟ ପାର୍ଟ ୟୁନିଟ 4 ରୁ ପିଲେ ଷ୍ଟାର୍ଟ ହଉଛି ଆମମାନେ ମଝିରେ ଗୋଟେ ୟୁନିଟ 5 ଥିଲା ଯୋଉଟା ବ୍ୟାକରଣ ଥିଲା ତାକୁ ଆମମାନେ ପଢି ଦେଇଛେ ପିଲେ ଠିକ ଅଛି କାହିଁକିନା ତାକୁ ପଢିଲେ ହିଁ ଆମକୁ ୟୁନିଟ 4 ଟା ପିଲେ ଇଜି ହବ ବୁଝାଉଛି ତେବେ ଇଏ ଯୋଉ ପିଲେ ୟୁନିଟ 4 ଅଛି ଏଥିରେ କଣ ସବୁ ଆସିବ ପିଲେ ନା ଏଥିରେ ତମମାନଙ୍କର ପିଲେ ଗଦ୍ୟ ଭାଗର ଗୋଟିଏ ସନ୍ଦର୍ଭ ପିଲେ ଆସିବ ଆଉ ସେଇଟା ଯୋଉ ଆସିବ ସେଟା କୋଉଠୁ ଆସିବ ନା ପଞ୍ଚତନ୍ତ୍ର ଆଉ ପିଲେ କୋଉଥିରୁ ହିତୋପଦେଶରୁ ହେଲା ଆଇଦର ତ ପଞ୍ଚତନ୍ତ୍ରରୁ ଆସିବ ନହେଲେ ତ ହିତୋପଦେଶରୁ ଆସିବ ପିଲେ ସେମିତି ବି କିଛି କହିପାରିବାନି କାହିଁକି ନା ପଞ୍ଚତନ୍ତ୍ର ହଉଛି ପିଲେ ସବୁଠୁ ବଡ ଗ୍ରନ୍ଥ ତାର ଛୋଟ ରୂପଟା ହଉଛି କୋଉଟା ହିତୋପଦେଶ ତ ସେଥିପାଇଁ ହିତୋପଦେଶର ସମସ୍ତ କାହାଣୀ ପଞ୍ଚତନ୍ତ୍ର ଭିତରେ ଅଛି କିନ୍ତୁ ପଞ୍ଚତନ୍ତ୍ରର ସମସ୍ତ କାହାଣୀ ହିତୋପଦେଶ ଭିତରେ ନାହିଁ ବୁଝିଲା ପିଲେ ଆରେ ବୁଝି ହଉଛି ନା ନାଇଁ କାହିଁକିନା ଯେହେତୁ ପଞ୍ଚତନ୍ତ୍ର ପିଲେ ବହୁତ ବଡ ଗ୍ରନ୍ଥ ତାର ଛୋଟ ସର୍ଟକଟ ପାର୍ଟ ହଉଛି ପିଲେ ହିତୋପଦେଶ ତ ସେଇ ହିସାବରେ ପିଲେ ହିତୋପଦେଶର ସବୁ କିଛି ଗଦ୍ୟ ପିଲେ ସବୁ କିଛି କାହାଣୀ ତମକୁ ପଞ୍ଚତନ୍ତ୍ର ଭିତରେ ମିଳିଯିବ କିନ୍ତୁ ପଞ୍ଚତନ୍ତ୍ରର ଯୋଉ ସମସ୍ତ କାହାଣୀ ପିଲେ ହିତୋପଦେଶରେ ମିଳିବ ତାହା ଠିକ ସେ ନୁହଁ ବୁଝିଲା ତ କିଛି ଏକ୍ସଟ୍ରା କାହାଣୀ ମଧ୍ୟ ପଞ୍ଚତନ୍ତ୍ରରେ ପିଲେ ଥାଇପାରେ ପିଲେ ତଥାପି ଆଜି ପର୍ଯ୍ୟନ୍ତ ଯେତିକି ଯାହା ପିଲେ ପରୀକ୍ଷା ବି ହେଇଛି ପିଲେ ଠିକ ଅଛି ପ୍ରାୟତଃ ସବୁ ପିଲେ ହିତୋପଦେଶ ଭିତରେ ହିଁ ପିଲେ ପଳେଇ ଆସୁଛି ହେଲା ତ କାହାଣୀ ତ ବହୁତ ସାରା ଅଛି ସବୁ ଯାକ କାହାଣୀ ତ ଆମମାନେ ପଢିବା ସେସବୁ ତ ସମ୍ଭବପର ନୁହଁ ପିଲେ ପୁରା ପଞ୍ଚତନ୍ତ୍ର ପିଲେ ପଢିକି ସାରିପାରିବେ କି ଆମେ ପସିବୁଲ ନୁହଁ ବୁଝିଲା ନାଇଁ ତ ସେଥିପାଇଁ ଆମମାନେ ଯୋଉ ବିଭିନ୍ନ ପ୍ରକାର ବହୁତ ସାରା ପରୀକ୍ଷା ପିଲେ ହେଇସାରିଲାଣି ସବୁ ପରୀକ୍ଷାର ପାଟର୍ନକୁ ମଧ୍ୟ ଆମେ ଲକ୍ଷ୍ୟ କରିସାରିଲୁଣୁ
ତ ସେଥିପାଇଁ ତମମାନଙ୍କର ପରୀକ୍ଷାରେ ପିଲେ ଯେତିକି ତମମାନଙ୍କର ଆସିବାର ପସିବିଲିଟି 100% ଅଛି ପିଲେ। ତ ସେଇ ସବୁ କାହାଣୀ ତମମାନଙ୍କର ଏଥିରେ ସଂଗ୍ରହ କରାଯାଇଛି। କାହିଁକି ନା ପିଲେ ପରୀକ୍ଷାରେ ଯୋଉ କାହାଣୀ ଆସେ ବା ଯୋଉ ଗଦ୍ୟ ଆସେ ପଞ୍ଚତନ୍ତ୍ର ହିତୋପଦେଶରୁ, ସେ କାହାଣୀ ପିଲେ ଅତ୍ୟନ୍ତ ପ୍ରଚଳିତ କାହାଣୀରୁ ଆସେ ପିଲେ। ବୁଝିହଉଛି ନା ନାଇଁ? ଅତ୍ୟନ୍ତ ପ୍ରଚଳିତ କାହାଣୀରୁ, ନର୍ମାଲି ପ୍ରଚଳିତ କାହାଣୀ ନୁହଁ ପିଲେ, ଯୋଉଟା ବହୁତ ହିଁ ପ୍ରଚଳିତ ଥିବ ସେଇଭଳିଆ କାହାଣୀରୁ ହିଁ ସେମାନେ ପଚାରିବେ ପିଲେ। ବୁଝିହଉଛି ନା ନାଇଁ? ଯେମିତି କି ପ୍ରଚଳିତ କାହାଣୀ ଗୁଡା କଣ କଣ ନା ଆମମାନଙ୍କର ଓଡିଶା ଗଭର୍ଣ୍ଣମେଣ୍ଟ ବୁକ ରେ ପିଲେ 9th 10th କ୍ଲାସ ହେଇଗଲା ବା +2 ହେଇଗଲା ପିଲେ, ସେମାନଙ୍କ ବହିରେ ମଧ୍ୟ କିଛି କାହାଣୀ ଅଛି ପିଲେ, ଯୋଉ କାହାଣୀ ଗୁଡାକୁ ପିଲେ ପଞ୍ଚତନ୍ତ୍ରରୁ ଉଦ୍ଧୃତ କରାଯାଇଛି, ପଞ୍ଚତନ୍ତ୍ରରୁ ପିଲେ ତାକୁ ଆଣିଛନ୍ତି। ତେବେ ସେ କାହାଣୀ ପିଲେ ପରୀକ୍ଷାରେ ପଚାରିଥାଏ, ପଚାରୁଛି ମଧ୍ୟ, କାରଣ ଆର୍ଥର ଏସଏସପି ଟିଜିଟି ରେ ପଚାରିଥିଲା, ବିଭିନ୍ନ ପରୀକ୍ଷାରେ ମଧ୍ୟ ସେଗୁଡାକ ଆମର ଆରସି ରେ ମଧ୍ୟ ପଚାରିଥିଲା। ତ ସେଇ ବିଷୟ ହିଁ ପଚାରିଥାଏ ପିଲେ। ତ ଆମମାନଙ୍କର ଓଡିଶା ଗଭର୍ଣ୍ଣମେଣ୍ଟ ବୁକ ରେ ପିଲେ ଯେତିକିଟା ପଞ୍ଚତନ୍ତ୍ର ଭିତ୍ତିକ କାହାଣୀ ପିଲା ଅଛି, ସେଥିରୁ ପିଲେ ପ୍ରଶ୍ନ ଆସିବ। ବୁଝିହଉଛି? ତା ସହିତ ପିଲେ ଇଏ ତ ମେନ୍ କଥା, ସେଇ ଭିତରୁ ପ୍ରଶ୍ନ ଆସିବ, କିନ୍ତୁ ତମମାନଙ୍କ ଏଥିରେ ପିଲେ ମୁଁ କୋଉ କୋଉ ବିଷୟ ସଂଗ୍ରହ କରିଛି ନା ଓଡିଶା ଗଭର୍ଣ୍ଣମେଣ୍ଟ ବହିରେ ପିଲେ ଯେତିକିଟା ପଞ୍ଚତନ୍ତ୍ର ରିଲେଟେଡ ପିଲେ ଅଛି ସେ ସବୁ ଅଛି। ତା ସହିତ ଆମମାନଙ୍କର ଯୋଉ ସିବିଏସଇ ପିଲେ ବହି ଅଛି ତା ଭିତରେ ମଧ୍ୟ ପିଲେ ଯୋଉ ପଞ୍ଚତନ୍ତ୍ରକୁ ଆଧାର କରିକି ଯୋଉ କିଛି କିଛି କାହାଣୀ ରହିଛି ତାକୁ ମଧ୍ୟ ସଂଗ୍ରହ କରାଯାଇଛି। ତ ଏ ସବୁକୁ ଯଦି ଆମେ ପ୍ରାକ୍ଟିସ କରି ନଉଛେ, ଆମର ଏ ବହିରେ ଯେତିକିଟା ବି ପଞ୍ଚତନ୍ତ୍ରର କାହାଣୀ ଅଛି ପିଲେ ବହୁତ କାଫି ପିଲେ, ଯେ ତମମାନେ ସେତିକି ବି ଭଲସେ ପ୍ରାକ୍ଟିସ କରୁଛ ନା ପିଲେ, ଆଉ ଏଡେ ତେଡେ ପିଲେ ମନ ଦବା କିଛି ଆବଶ୍ୟକ ପଡିବନି ପିଲେ, ତମର ପରୀକ୍ଷାରେ ହେଇଯିବ। ତେଣୁ ଯେତିକି ଅଛି ତମମାନେ ସେତିକି ବହୁତ ବଢିଆ ସେ ପିଲେ ପଢ ହେଲା, ତ ତମମାନଙ୍କ ପାଇଁ କାଫି। ଆଉ ଏତିକି ପଢି ସାରିଲା ପରେ ଆଉ ଯୋଉ କେତେଟା ଖଣ୍ଡେ କାହାଣୀ ରହିଯାଉଛି ପିଲେ, ସେଗୁଡାକ ମଧ୍ୟ ଆମେ ତାକୁ ପଢିବା ପିଲେ। କିନ୍ତୁ ଏ ବହିରେ ଯେତିକି ଅଛି ପିଲେ ଇଏ ହଉଛି ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲେ, ବହୁତ ହିଁ ଇମ୍ପୋର୍ଟାଣ୍ଟ ପିଲେ। ଏଇଥିରୁ ପରୀକ୍ଷାରେ ପ୍ରଶ୍ନ ଆସିବ ଆସିବ ପିଲେ। ବୁଝି ହଉଛି ନା ନାଇଁ? ତ ସେଥିପାଇଁ ତମାନେ ଏଇ ଜିନିଷଟାକୁ ଭଲସେ ପିଲେ ଦେଖ। ପ୍ରତି ଯୋଉ ରହିଛି ପିଲେ ଆମେ ସନ୍ଧି ସମାସ କାରକ ସବୁ କିଛି ଡିଟେଲରେ ଆଲୋଚନା କରିବା। ତମାନେ ତ ଖାତାରେ ନୋଟ କରିକି ରଖ, ଠିକ ଅଛି? ତାପରେ ଆମେ ଏଥିଲାର ମକ୍ ଟେଷ୍ଟ କରିବା, ଯେତେବେଳେ ତୁମର ସେଟା ପିଲେ ପ୍ରାକ୍ଟିସ ହେଇଯିବ। ତାହେଲେ କହିବାର ମାନେ ହଉଛି ପିଲା ଆମମାନେ ଏତିକି କ୍ଲିୟର ହେଇଗଲେ କି ଆମମାନଙ୍କର ଯୋଉ ବି ଅନସିନ୍ ପ୍ୟାସେଜ ଆସିବ ତ ସେଇଟା ପିଲେ ପଞ୍ଚତନ୍ତ୍ରରୁ ଆସିବ, ହିତୋପଦେଶରୁ ଆସିବ। ବୁଝି ହଉଛି ପିଲେ? ଆଉ ତା ସହିତ ଆମର ଯୋଉଟା ପିଲେ ଶ୍ଲୋକ ଆସିବ ତା ପାଇଁ ବି ଦିଟା ବହି ସେ ଦେଇଛି। କୋଉଟା କୋଉଟା ପିଲେ? ପୂର୍ବ ମେଘ ଆଉ ଅଭିଜ୍ଞାନ ଶାକୁନ୍ତଳମ୍, ଏଇ ଦିଟା ବହି ପିଲେ। ଯାହା ବି ଶ୍ଲୋକ ଆସିବ ଏଇ ଦିଟାରେ ହିଁ ଆସିବ ପିଲେ। ଆଇଦର ତ ପିଲେ ପୂର୍ବ ମେଘରୁ ଆସିବ, ନହେଲେ ତ ପିଲେ ଅଭିଜ୍ଞାନ ଶାକୁନ୍ତଳମ୍ ଆସିବ। ଆଉ କୋଉଠୁ ଆସିବନି ପିଲେ। ହଁ ଗୋଟେ ଥର ସେ ଯୋଉ ଆରଏସ୍ ନା କୋଉଥିରେ ପଚାରି ଦେଇଥିଲା ପିଲେ, ସେ ଯୋଉ ବିଦ୍ୟା ଦଦାତି ବିନୟମ୍ ନା ଏମିତି ଗୋଟେ ଶ୍ଲୋକ ପୁରା ପଚାରିଥିଲା ପିଲେ। ବୁଝି ହଉଛି ହେଲା? ତ ଏମିତି କୋଉଟା କୋଉଟା ବେଳେ ପଚାରିଦିଏ, ସେମିତି ଆସିବନି ପିଲେ, ସେ ସବୁ ଆସିବନି, ତମର ଏଇ ଦିଟାରୁ ହିଁ ଆସିବ ପିଲେ। କୋଉଥିରୁ ଆସିବ? ପୂର୍ବ ମେଘ ନହେଲେ ତ ଅଭିଜ୍ଞାନ ଶାକୁନ୍ତଳମ୍ ପିଲେ। ତେବେ ଇଏ ଯୋଉ ପୂର୍ବ ମେଘ ପିଲେ, ପୂର୍ବ ମେଘର ବି ସବୁ ଶ୍ଲୋକ ଦେଖିବା ଆମର କିଛି ଆବଶ୍ୟକ ନାହିଁ। ମୁଁ ତମମାନଙ୍କୁ କହୁଥିଲି କେତେଟା ଶ୍ଲୋକ? 20ଟି ଶ୍ଲୋକ ପିଲେ। କାହିଁକି ନା ଯାହାବି ପ୍ରଶ୍ନ ଆସିଥାଏ ଏଥିରେ 20ଟି ଶ୍ଲୋକ ଭିତରୁ ହିଁ ସେ କଣ ଯୋଉ ଶ୍ଲୋକ ସେ ତମକୁ ପଚାରିବ ପିଲେ। ତ ସେଥିପାଇଁ ଆମେ ଯୋଉ 20ଟି ଶ୍ଲୋକ ପିଲେ ବହୁତ ଭଲସେ ପଢିଛେ, ତାର ସନ୍ଧି ସମାସ ସବୁ କରିଦେଇଛେ ପିଲେ। ଶ୍ଲୋକ ଆମର ସରିଛି ପିଲେ ପୂର୍ବ ମେଘର। ଅଭିଜ୍ଞାନରେ ଆମମାନେ ଆରମ୍ଭ କରିନେ, ଅଭିଜ୍ଞାନ ପିଲେ ଆମମାନେ ଆରମ୍ଭ କରିବା ପିଲେ। ବୁଝିହଉଛି? କିନ୍ତୁ ବର୍ତ୍ତମାନ ପିଲା ଆମମାନେ ଯୋଉ କାହାଣୀ ରହିଛି ପଞ୍ଚତନ୍ତ୍ରର କାହାଣୀ, ସେ ସବୁକୁ ଆମମାନେ ଟିକେ ଆଲୋଚନା ପିଲେ କରିବା, ତାକୁ ଟିକେ ନାକୁ ପିଲେ ଦେଖିବା। ଆଉ ତମମାନଙ୍କୁ ଯୋଉ ପ୍ରଶ୍ନ ଆସିବ ପିଲେ, କୋଉ ଟାଇପର ପ୍ରଶ୍ନ ଆସିବ? ସେ କହୁଛି ୱାର୍ଡ ମିନିଂ ପଚାରି ଦେଇପାରେ, କୌଣସି ଶବ୍ଦର ଅର୍ଥ ପଚାରି ଦେଇପାରେ, ଅଥବା ପିଲେ ସନ୍ଧି ବି ପଚାରି ପାରେ, କାରକ ବିଭକ୍ତି ପଚାରି ଦେଇପାରେ, ସକାରଣ ବିଭକ୍ତି, ସମାସ ବି ପଚାରି ପାରେ, ଆଉ ପ୍ରକୃତି ପ୍ରତ୍ୟୟ ମଧ୍ୟ ପିଲେ ସେ ପଚାରି ଦେଇପାରେ। ତ ଏଇ ଟାଇପର ସବୁ ପ୍ରଶ୍ନ ପିଲେ ତମକୁ ସେ ପରୀକ୍ଷାରେ ଦେଖିବାକୁ ପିଲେ ମିଳିବ ହେଲା। ତାହେଲେ ଆମମାନେ ପିଲେ ସାର୍ ପଞ୍ଚତନ୍ତ୍ର ଓ ହିତୋପଦେଶରୁ ଯେନ୍ କ୍ୱେଶ୍ଚନ ହେବ ସେଟା ବି ସନ୍ଧି ସମାସ ଅନୁସାରେ ଆସିବ କି କେନ୍ତା ଟାଇପର ଆସିବ? ସନ୍ଧି ସମାସ ଟାଇପର ଆସିବ, ସନ୍ଧି ସମାସ ସବୁ ପଚାରିବ ହେଲା ପିଲେ। ତାହେଲେ ଆମମାନଙ୍କର ଆଜିର ପିଲେ ପ୍ରଥମ ଯୋଉ କାହାଣୀ ରହିଛି ହେଲା ପଞ୍ଚତନ୍ତ୍ରରେ ପିଲେ କାହାଣୀ, ସିଏ ହଉଛି ପିଲେ ସିଂହ ଶାସକ କଥା। ତମମାନେ ପଢିଛ, ଇଏ ପିଲେ 9th କ୍ଲାସ ବହିରେ ବି ପିଲେ ଅଛି। ତ ସିଏ ଅଲଗା କଥା, ତମମାନେ ପଢିଛ, ବିଷୟ ବୁଝଛ, ଆମର ତା ସାଙ୍ଗେ ସମ୍ପର୍କ କିଛି ନାହିଁ, ବିଷୟ ବୁଝିବା ସାଙ୍ଗେ ସମ୍ପର୍କ କିଛି ନାହିଁ। ଆମର ସମ୍ପର୍କ ହେଲା ଆମମାନେ ପିଲେ ବ୍ୟାକରଣ ପାଠକୁ ଦେଖିବା, ଠିକ ଅଛି? ବାକି ତମମାନେ ତ ବିଷୟ ପଢିଛ, ତମମାନଙ୍କ ଭିତରୁ ବହୁତ ସାରା ପିଲା ଟିଉସନ ବି କରିଥାଇପାର ପିଲେ 9th 10th ପିଲାଙ୍କୁ, ତ ସେମାନେ ବି ପିଲେ ଭଲସେ ଜାଣିଥିବ।
କିନ୍ତୁ ଆମର ସେ ସବୁ ଉପରେ କିଛି ଧ୍ୟାନ ନାହିଁ ପିଲେ। ଆମ ମାନେ ୟା ଭିତରେ ଥିବା ଯୋଉ ବ୍ୟାକରଣ ଅଂଶ ଯୋଉଟାକ ପିଲା ଆମର ପରୀକ୍ଷା ସାଙ୍ଗରେ ରିଲେଟ କରୁଛି ପିଲେ, ତାକୁ ଆମ ମାନେ ପିଲା ଭଲ ସେଥିରେ ଦେଖିବା ଆଉ ଶିଖିବା ପିଲେ ହେଲା। ହଉ ଠିକ ଅଛି ପିଲେ। ତେବେ ସିଂହ ଶଶକ କଥା ପିଲେ, ସିଂହ ଶଶକ ୟୋହ କଥା, ସିଂହ ଶଶକ କଥା ହେଲା। ତ କହୁଛନ୍ତି ପିଲେ कि कस्मिन् स्थित बने भासुरको नाम सिंह प्रतिवसति स्म। प्रथम कथा पिला आरंभ ही संधि पिले दे देइछे कस्मिन् स्थित, तो संधि विषय गले कोन हे जिवो कस्मिन् युक्तक कस्मिन् युक्तक चित पिले ହେଲା। कस्मिन् स्थित तो पिले कस्मिन् स्थित कौन से एक बने माने पिले बणरे पिले भासुर को नाम, एटे जो ओकार अछि भासुर को नाम संधि विच्छेद कला हबो भासुर कह प्लस नाम। थरे गोटे परीक्षा पचारिथिला मध्ये पिले भासुर को नाम यार संधि विच्छेद कले कोन हबो, तो मन रखियो कोन पिले भासुर कह प्लस नाम पिले ହେଲା। ओकार टा पिले विसर्ग होई जिवो, ठीक अछि। तार से कहउछन पिले कि कौनसी एक बनरे भासुरक नामक पिले सिंहटीए बास करुथिला, ए हला पिले प्रथम वाक्यर अर्थ। तो एथिरे तमनु किछि भी कष्ट नाही पिले, कस्मिन् स्थिति बने दीटा जाक अछि पिले सप्तमी रे, तो हम मानकर हे गला पिले कोन अधिकरणे सप्तमी हैला, अधिकरणे सप्तमी पिले भासुर कह अछि। सर स्तुत संधि ना हां को संधि पिले स्तुत संधि केम दे जाओ तमर कस्मिन् स्थित पिले को संधि कस्मिन् स्थित रे ये होछि पिले ऋतु संधि, को संधि ऋतु संधि पिले ना। ठीक अछि पिले को संधि परीक्षा रे आसीबनी, तथापि तम जानिया पई मध्ये जानि थाइ पार पिले, ठीक अछि। ताले पिले कोन से एक बण रे पिले हे गला पिले हम मानकर अधिकरण सप्तमी, तो भासुर कह पिले हे जीव कोन पाठरे प्रथम अरे अरे नाम परा पिले अछि एठी नाम इति जोगे प्रथम हां, तो नाम अव्यय जोगे प्रथमा हैला। आ तापरे सिंह हे जीव पिले कोन कर्तरी प्रथमा कर्तरी प्रथमा। आ बाकी प्रतिवसति स्म पिले क्रियापद माने बास करूतला। ए प्रथम लाइन रे पिले कार किछि डाउट अछि कि पिले, किछि डाउट नथिबो। एथिरे एथिरे समास पिले किछि भी नाही बिल हैला। आ बाकी एथिरे प्रकृति प्रत्यय भी किछि नाही, बस एतिके ही कथा पिले। तो संधि मन रखिला कस्मिन् प्लस ଅଧିକରଣ ସପ୍ତମୀ ଟା କୋଉଟା? ए प्रथम देटा कस्मिन् स्थित बने हैला पिले। तो कस्मिन् स्थित बने ये होछ अधिकरण सप्तमी। भासुरा कह पिले होछि ऋତ संधि के बेस्ट्रे जो ହେଲା संधि टा क्वेश्चन के चित्र के बुझेइले ऋत संधि केमते हेले हां भासुरा कह पिले होछि कोन नाम अव्यय जोगे प्रथमा, आ सिंह होछि पिले कोन कर्तरी प्रथमा प्रथम कर्तरी प्रथमा पिले, ठीक अछि। तो जेते बेले पिले पदांत न कार परे जेते बेले त किबा थ थाए सेते बेले पिले न जगह रे कोन हे जाय पिले तालव्य सकार सहित चंद्रबिंदु अथवा अनुस्वार। तो एठी जेतु पिले च अछि सेति पय पिले तालव्य सकार और अनुस्वार हे गला पिले कस्मिन् स्थित। आ एठी यदि च न थाए करे पिले त थ थांता ताले एठी पिले तालव्य स न हे को स हे थांता दंत्य सकार हे थांता। आ जदि एठी पिले च छ अथवा त थ न थाए करे पिले ट ठ थांता ताले सेठी को स हे थांता मूर्धन्य सकार पिले हे थांता। चलो ये हे गला पिले तम मानकर प्रथम वाक्य पिले। सेकंड रे कोन कहूची पिले ना अथासौ नित्यमेवानेक मृग शशकादीन व्यापादयति हैला। पहले अथासौ रे संधि विच्छेद करि परिबो किछ असुविधा नै पिले। अथ प्लस असौ ठीक अछि। जोडी असुविधा हो मु लिखि देई पिले, जोडा को नॉर्मल अछि तम मान को लिखि परिबो जानि परिबो पिले ना। पहले अथासौ पिले हे गला अथ प्लस असौ याकु पिले एठी मध्ये बहुत बड़ा पद अछि पिले। याकु जदि हमें धीरे धीरे भांगीबा तो ये हे जे पिले नित्यम प्लस पिले एव प्लस अनेक मृग शशकादीन ये होछ गोटे पद पिले। कोन कहला बुझला कि नै पिले नित्यम प्लस एव प्लस
ଅନେକ ଅନେକ ତାର ଅନେକ କୁ ସାଙ୍ଗରେ ପୁରା ଲଗେଇବ ଏମାନେ ଗୋଟିଏ ହିଁ ପଦ ପିଲେ ଅନେକ ମୃଗ ଶଶକାଦିନ ଇଏ ହଉଛି ଗୋଟେ ପଦ ହେଲା ତାହେଲେ ନିତ୍ୟମ ପ୍ଲସ ଏବ ପ୍ଲସ ଅନେକ ମୃଗ ଶଶକାଦିନ ଆଉ ପିଲେ ବ୍ୟାପାଦୟତି ପିଲେ ବ୍ୟାପାଦୟତିର ମାନେ ହଉଛି ପିଲେ ମାରୟତି ପିଲେ ମାରେ ଠିକ ଅଛି ଅଥ ମାନେ ଏହା ପରେ ଅସୌ ମାନେ ଏହି ସିଂହ କିଏ ସେ ଭାସୁରକ ପିଲେ ନିତ୍ୟମ ମାନେ ହଉଛି ପ୍ରତିଦିନ ଏବଂ ମାନେ ପିଲେ ଗୋଟେ ଅବ୍ୟୟ ପଦ ଅନେକ ମାନେ ଅନେକ ମୃଗ ମାନେ ହଉଛି ପିଲେ କଣ ହରିଣ ଠିକ ଅଛି ହରିଣ ଶଶକ ପିଲେ ଠେକୁଆ ଆଦିନ ମାନେ ପିଲେ ଆଦି ମାନଙ୍କୁ ତାହେଲେ ଏହି ଯୋଉ ସିଂହ ପ୍ରତିଦିନ ପିଲେ ଅନେକ ହରିଣ ଠେକୁଆ ମାନଙ୍କୁ ପିଲେ ମାରେ ହେଲା ଇଏ ହଉଛି ପିଲେ ଏହାର ଅର୍ଥ ସନ୍ଧି ତ ଜାଣିଲ ପିଲେ ଅଥ ପ୍ଲସ ଅସୌ ପିଲେ ହେଇଗଲା ତାହେଲେ ଅସୌ ଯୋଉ ହେଲା ପିଲେ ଅସୌ ହେଇଯିବ ପିଲେ କଣ ସକାରଣ ବିଭକ୍ତି ଆରେ ଅସୌ ପିଲେ ଆଉ ଅସୌ ଏଠି କର୍ତ୍ତା ଆଉ କଣ ବା ଆରେ ଅସୌ ପିଲେ ଏଠି କର୍ତ୍ତା ନା ନାଇଁ ପିଲେ ବ୍ୟାପାଦ ଭିତରେ କର୍ତ୍ତା ପରା ଅସୌ ପିଲେ ତାହେଲେ ଅସୌ କଣ ହେଇଗଲା କର୍ତ୍ତରୀ ହଁ କର୍ତ୍ତରୀ ପ୍ରଥମ ଠିକ ଅଛି ଆଉ ଅଥ ହଉଛି ଅବ୍ୟୟ ପଦ ତାର କିଛି ଆବଶ୍ୟକ ନାହିଁ ତାପରେ ନିତ୍ୟମ ଏବ ଇଏ ବି ଅବ୍ୟୟ ପଦ ୟାର ବି କିଛି ଆବଶ୍ୟକତା ନାହିଁ ତାପରେ ଅନେକ ମୃଗ ଶଶକା ଦିନ ଇଏ ହଉଛି ପିଲେ କର୍ମଣୀ ଦ୍ୱିତୀୟା ପିଲେ ଇଏ ହଉଛି ବାକ୍ୟର ପିଲେ କର୍ମ ହେଲା ତାହେଲେ ଅସୌ ପିଲେ କର୍ତ୍ତା ଆଉ ଅନେକ ମୃଗ ଶଶକା ଦିନ ଇଏ ହଉଛି ପିଲେ କର୍ମ ବୁଝି ହେଇଯିବ ପିଲେ କିଛି ଅସୁବିଧା ଅଛି ନାଇଁ ସାର୍ ତାର ଅନେକ ମୃଗ ଶତକା ଦିନଟା କଣ ହେଲା? କର୍ମଣୀ ଦ୍ୱିତୀୟା କର୍ମ ଏ ବାକ୍ୟର ପିଲେ କର୍ମ ତ ତୁମେ ଅନେକ ମୃଗ ଶଶକା ଦିନର ପିଲେ ସମାସ ବି କରିପାରିବ କିନ୍ତୁ ଏତେ ଇମ୍ପୋର୍ଟାଣ୍ଟ ନାହିଁ ପିଲେ ଠିକ ଅଛି ଲେଖିପାରିବ ସମାସ କିନ୍ତୁ ଇମ୍ପୋର୍ଟାଣ୍ଟ ନୁହଁ ପିଲେ ଠିକ ଅଛି ତ ଅନେକ ମୃଗ ଶଶକା ଦିନର ପିଲେ ସମାସ କରିବ ପିଲେ ତାହେଲେ ହେଇଯିବ ପିଲେ ଅନେକେ ଚତେ ମୃଗ ଶଶକା ଦୟ କମା ତାନ ବୁଝିପାରିଲ ପିଲେ କଣ କହିଲି ମୁଁ କଣ ହେଲା ପିଲେ ସାର୍ ଆଉ ଥରେ ଚାଲ ମୁଁ ସାର୍ ଲେଖି ଦିଅନ୍ତୁ ଏଠି ଲେଖିବାକୁ ଟିକେ ଅସୁବିଧା ଆସୁଛି ପିଲେ ରହିଥାଉ ଗୋଟେ କାମ କରିବା ହେଲା ଏଠି ସ୍ପେସ ହଉନି ତ ପିଲେ ସେଥିପାଇଁ ପ୍ରୋବ୍ଲେମ ହଉଛି ଶୋ କରୁନି ପିଲେ ହେଲା ତ ତମମାନେ ଏଇଠି ଲେଖିପାରିବ ପିଲେ ଏ ଯୋଉ ଅନେକ ମୃଗ ଶଶକା ଦିନରେ ପିଲେ ହେଇଯିବ କଣ କହିଲ ଅନେକେ ବୁଝଉଛି ପିଲେ ଜ ତେ ମୃଗ ଶଶକା ଦୟ କମା କଣ ପିଲେ ତାନ ହେଲା ଏ ହେଇଯିବ ପିଲେ କୋଉ ସମାସ କର୍ମଧାରୟ ହେଲା ଅନେକେ ଚତେ ମୃଗ ଶଶକା ଆଦୟ କମା ତାନ ଅନେକ ମୃଗ ଶଶକା ଦିନ ବୁଝିଲା ପିଲେ ଆଗକୁ ଯିବା ସେ କର୍ମଧାରୟ ସମାସ ତ? ହୁଁ ଠିକ ଅଛି ପିଲେ ତାହେଲେ ଅସୌ ପିଲେ ହେଇଗଲା କର୍ତ୍ତରୀ ପ୍ରଥମ ଅନେକ ମୃଗ ଶଶକା ଦିନ ହେଇଗଲା ପିଲେ କଣ କର୍ମଣୀ ଦ୍ୱିତୀୟ ପିଲେ ଦ୍ୱିତୀୟା ଠିକ ଅଛି ଦ୍ୱିତୀୟ ଏଥିରେ ତ ପ୍ରକୃତି ପ୍ରତ୍ୟୟ ଗଲା ସେମିତି କିଛି ନାହିଁ ପିଲେ ତ ଛାଡି ଦିଅ ତାକୁ ତାପରେ ପିଲେ ଆଗକୁ ଚାଲ କହୁଛି ପିଲେ କି ଅଥ ଅନ୍ୟେ ଦ୍ୟୁହୁ ତଦ ବନ ଯାହା ସର୍ବେ ବରାହାଦୟ ମିଳିତ୍ୱା ତମ ଅଭ୍ୟୁପେତ୍ୟ ପ୍ରୋଚୁହୁ ଚାଲ ଆଗ ଏତିକି ପିଲେ ଅର୍ଥ ବୁଝିବା ତାପରେ ଆଗକୁ ବୁଝିବା ପିଲେ ପିଲେ ଅଥ ମାନେ ଏହା ପରେ ତ ଅଥ ତ ଅବ୍ୟୟ ପଦ ଅନ୍ୟ ଦ୍ୟୁହୁ ମାନେ ଅନ୍ୟ ଏକ ଦିନ ଅନ୍ୟ ଦ୍ୟୁହୁ ମଧ୍ୟ ବି ଅବ୍ୟୟ ପଦ ପିଲେ ତ ଏମାନଙ୍କର କିଛି ଆବଶ୍ୟକ ନାହିଁ ପିଲେ ତାହେଲେ ଅଥ ମାନେ ଏହା ପରେ ଅନ୍ୟ ଦ୍ୟୁହୁ ମାନେ ଅନ୍ୟ ଏକ ଦିନ
ପିଲେ ତଦ ବନ ଯାହା ତଦ ବନ ଯାହା ମାନେ ପିଲେ ସେହି ବଣରେ ଜାତ ହୋଇଥିବା ବା ସେହି ବଣରେ ରହୁଥିବା ସର୍ବେ ମାନେ ସମସ୍ତ ବରାହାଦୟ ପିଲେ ବରାହ ଆଦି ମାନେ ବରାହ ଆଦି ଯେତେ ବି ସବୁ ଅଛନ୍ତି ପିଲେ ବରାହ ହରିଣ ଠିକ ଅଛି ଠେକୁଆ ଏ ସମସ୍ତେ ମିଳିତ୍ୱା ମିଶି ତମ ମାନେ ମାନେ ତମ ମାନେ ପିଲେ କିଏ ସେ ସେଇ ସିଂହ ଭାସୁରକ ପିଲେ ଅଭ୍ୟୁପେତ୍ୟ ଭାସୁରକ ପାଖରେ ପହଞ୍ଚି ପ୍ରୋଚୁହୁ ମାନେ ହଉଛି ପିଲେ କହିଲେ ପ୍ରୋଚୁହୁ ହଉଛି ପିଲେ କ୍ରିୟାପଦ। ତାହେଲେ ବର୍ତ୍ତମାନ ଦେଖିଲ ପିଲେ ଅଥ ଅନ୍ୟ ଦିହୁ ଇଏ ହେଇଗଲା ପିଲେ ଅବ୍ୟୟ ପଦ ୟାର କିଛି ଆବଶ୍ୟକ ନାହିଁ ଖାଲି ସନ୍ଧି ବିଚ୍ଛେଦ ମନେ ରଖିବ ପିଲେ ସନ୍ଧି ବିଚ୍ଛେଦ କଣ ହବ ଅଥ ପ୍ଲସ ଅନ୍ୟ ଅନ୍ୟ ଦିହୁ ହେଲା ଆଉ ପିଲେ ବରାହା ଦୟୋ ମିଳିତ୍ୱ ଏଠି ଯୋଉ ଓକାର ପିଲେ ଅଛି ୟାକୁ ମଧ୍ୟ ସନ୍ଧି ବିଚ୍ଛେଦ କଲେ ହେଇଯିବ ବରାହା ଦୟ ପ୍ଲସ ମିଳିତ୍ୱ ହେଲା ଆଉ ବାକି ଯୋଉ ଅଛି ପିଲେ ଅଭ୍ୟୁପେତ୍ୟ ଏଇଟା ଆକ୍ଚୁଆଲି କ୍ରିୟାପଦ ଆକାରରେ ଟାଇପର ଅଛି ତଥାପି ମଧ୍ୟ ୟାକୁ ଯଦି ତମମାନେ ପିଲେ ସନ୍ଧି କରିବା ପାଇଁ ବି ଚାହିଁବ ତାହେଲେ ପିଲେ କଣ ଲେଖିବ ଅଭି ପ୍ଲସ ଉପ ହେଲା ପ୍ଲସ ଇତ୍ୟ ହେଲା ହେଲେ ହେଇଯିବ ପିଲେ କଣ ଅଭ୍ୟୁପେତ୍ୟ ହେଲା ଆଉ ଯୋଉ ପ୍ରୋଚୁହୁ ପିଲେ ଅଛି ୟାକୁ ବି ତମମାନେ ଲେଖିପାରିବ ପିଲେ ପ୍ର ପ୍ଲସ ଉଚ୍ଚୁହୁ ଉଚ୍ଚରେ ପିଲେ ଦୀର୍ଘ ହଉ ହେଲା ପ୍ର ପ୍ଲସ ଉଚ୍ଚୁହୁ ପ୍ରୋଚୁହୁ ହଉ ତ ବର୍ତ୍ତମାନ ଏତିକି ଆଗ ଅର୍ଥ କରିବା ପିଲେ ତାହେଲେ ଅଥ ପ୍ଲସ ଅନ୍ୟ ଦିହୁ ପିଲେ ହେଇଗଲା ତଦ ବନ ଯାହା ସର୍ବେ ବରାହା ଦୟ ଏ ତିନିଟା ଯାକ ହଉଛନ୍ତି ପିଲେ କର୍ତ୍ତା ସେଥିପାଇଁ କଣ ହେଇଯିବ ପିଲେ ତଦ ବନ ଯାହା ସର୍ବେ ଆଉ ବରାହା ଦୟ ତିନିଟା ଯାକ ହେଇଯିବ ପିଲେ କଣ କର୍ତ୍ତରୀ ପ୍ରଥମା ହେଲା କର୍ତ୍ତରୀ ପ୍ରଥମା ଆଉ ତାପରେ ପିଲେ ତମ ଟା ହେଇଯିବ ତମ ପିଲେ କର୍ମଣୀ ଦ୍ୱିତୀୟ ଠିକ ଅଛି ତାକୁ କହିଲେ କାହାକୁ କହିଲେ ସିଂହକୁ କହିଲେ ହେଲା ତ ପିଲେ କର୍ମଣୀ ଦ୍ୱିତୀୟ ଆଉ ତାପରେ ପିଲେ ଆଉ ଏତିକି ତ ଆଉ ତ କିଛି ନାହିଁ ଆଉ ଆରେ ବୁଝି ହେଇଯିବ ତ ପିଲେ ନା ନାଇଁ ଆଜ୍ଞା ସାର୍। ଆଉ ସେ ଲାଇନଟାର ଅର୍ଥ କହିବେ ତ ଏହା ପରେ ଅନ୍ୟ ଏକ ଦିନ ସେହି ବଣରେ ଜାତ ହୋଇଥିବା ସମସ୍ତ ବରାହ ଆଦି ପ୍ରାଣୀ ମାନେ ମିଶି ତା ପାଖରେ ପହଞ୍ଚି ତାକୁ କହିଲେ ହେଲା ପ୍ରୋଚୁହୁ ମାନେ ପିଲେ କଣ ହବ କହିଲେ ହେଲା ହୁଁ ବନ ଯାହା କଣ ବହୁବ୍ରୀହି ହବ କି ସମାସ ତଦ ବନ ଯାହା ଏଇଟା ଗୋଟିଏ ପଦ ଅଛି ପିଲେ ହେଲା ଠିକ ଆଜ୍ଞା ଅଛି ପିଲେ ତଦ ବନ ଯାହା ପିଲେ ଏମିତି ସାର୍ କରିପାରିବ ପିଲେ ବ୍ୟାପାର ଠିକ ଅଛି ତ ତଦ ବନ ସାର୍ ଯାହାକୁ ବ୍ୟାପାର ଜିନିଷ କଣ ମାନେ ମାରୟତେ ହେଲା ହନ୍ତି ବ୍ୟାପାଦୟତି ହନ୍ତି ତସ୍ମିନ୍ ବନେ ଜାତାହ ତଦ ବନ ଯାହା ଏମିତି ବି ତମମାନେ ପିଲେ କରିପାରିବ ପିଲେ କୋଉ ସମାସ ହେଇଯିବ ଉପପଦ ତତ୍ପୁରୁଷ ତତ୍ପୁରୁଷ ଠିକ ଅଛି ପିଲେ ତସ୍ମିନ୍ ବନେ ଜାତାହ ତଦ ବନ ଯାହା ହେଲା ଉପପଦ ତତ୍ପୁରୁଷ ଠିକ ଅଛି ପିଲେ ତସ୍ମିନ୍ ବନେ ଜାତାହ ତଦ ବନ ଯାହା ଉପପଦ ତତ୍ପୁରୁଷ ସମାସ ଠିକ ଅଛି ପିଲେ ତାହେଲେ ଏତିକି ଅର୍ଥ ବୁଝିଗଲା ତ ପିଲେ କିଛି ଅସୁବିଧା ନାହିଁ ଆଗକୁ ଯିବା ହଁ ଏଥିରେ ପିଲେ ପ୍ରକୃତି ପ୍ରତ୍ୟୟ ତମମାନଙ୍କୁ ହେଇପାରିବ ପିଲେ ମିଳିତ୍ୱ ପିଲେ ପ୍ରକୃତି ପ୍ରତ୍ୟୟ କଣ ହେଇଯିବ ମିଲ ପ୍ଲସ ତ୍ୱା ପିଲେ ହଁ ଦେଖ ଲେଖି ଦଉଛି ପିଲେ ମିଳିତ୍ୱ ହେଇଯିବ ତମମାନଙ୍କର ମିଲ ପ୍ଲସ ତ୍ୱା ହେଲା ମିଳିତ୍ୱ ତାପରେ ଅଭ୍ୟୁପେତ୍ୟ ପିଲେ ହେଇଯିବ କଣ ଆରେ କହୁନ ପିଲେ ଉପ ଉପ ପ୍ଲସ୍ ଲ୍ୟ ଆରେ ଇଣି ପ୍ଲସ ଲ୍ୟବ ହେଲା ପିଲେ ଅଭ୍ୟୁପେତ୍ୟ ଠିକ ଅଛି ପିଲେ ଅଭି ପ୍ଲସ ଉପ ପ୍ଲସ ସାର୍ ଇଣି
सर कर्म किए कर्म होची तम। आज्ञा ସାର୍ ଅଭ୍ୟୁପେତ୍ୟର ଅର୍ଥ କଣ? ଅଭ୍ୟୁପେତରେ ମାନେ ହଉଛି ପହଞ୍ଚିକିରି। ଠିକ ଅଛି, ଆଜ୍ଞା ସାର୍। ଅଭ୍ୟୁପେତ୍ୟ ହେଲା ମାନେ ତା ପାଖରେ ପହଞ୍ଚି ତାକୁ କହିଲେ, ଏଇଭଳିଆ ପିଲେ ଅର୍ଥ। ଠିକ ଅଛି ପିଲେ, ତାହେଲେ ଏତିକିର ଅର୍ଥ ପିଲେ ବୁଝିହେଲା କିଛି, ଏଥିରେ ଆ ଭିତରେ ଆଉ କିଛି ଅସୁବିଧା ନାହିଁ। ସନ୍ଧି ହେଲା, ସମାସ ହେଲା, କୋଉଠି କୋଉଠି କାରକ ବି ହେଲା, ପ୍ରକୃତି ପ୍ରତ୍ୟୟ ମଧ୍ୟ ହେଇଗଲା ପିଲେ। ତ ପହଞ୍ଚିକିରି କଣ କହିଲେ ପିଲେ? ତ ଏଇଆ କହିଲେ ପିଲେ କି ସ୍ୱାମୀନ୍, ହେ ସ୍ୱାମୀ, କିମ୍ ଅନେନ ସକଳ ମୃଗ ବଧେନ ନିତ୍ୟମେବ, ନିତ୍ୟମେବ ପ୍ରତିଦିନ, ସକଳ ମୃଗ ବଧେନ ସମସ୍ତ ପ୍ରାଣୀକୁ ଯୋଉ ବଧ କରୁଛ, ୟା ଦ୍ୱାରା କିମ୍, ୟା ଦ୍ୱାରା ତୁମକୁ କଣ ଲାଭ ମିଳୁଛି? ବୁଝଉଛି ଏଠି କିମ୍ ହଉଛି ପିଲେ, କୋଉ ଅର୍ଥରେ କିମ୍ ହେଇଛି ମନେ ପକାଅ। ଆରେ ନଥିଲା ପିଲେ, କଳ ହେନ କିମ୍, ବିବାଦ ହେନ କିମ୍, କଣ ବା ମନେ ତୃତୀୟ ଅର୍ଥରେ ଆମେ ଏଥିଲେ କାରକ ବାରଣାର୍ଥେ ତୃତୀୟା ହେଲା, ବାରଣାର୍ଥେ ତୃତୀୟା ପିଲେ। ଠିକ ଅଛି, ତାହେଲେ ସେ କଣ କହୁଛନ୍ତି ପିଲେ ନା, ହେ ସ୍ୱାମୀନ୍ କିମ୍ ଅନେନ ସକଳ ମୃଗ ବଧେନ ନିତ୍ୟମେବ। ପିଲେ କିମ୍ ଅନେନ ରେ ପିଲେ କଣ ହେଇଯିବ? କିମ୍ ପ୍ଲସ ଅନେନ, ଆଉ ନିତ୍ୟମେବ ପିଲେ କଣ ହେଇଯିବ? ନିତ୍ୟମ୍ ପ୍ଲସ ଏବ ନା ନାଇଁ ପିଲେ, ବାରଣାର୍ଥ ଯୋଉ ତୃତୀୟା ହଉଥିଲା ପିଲେ, ମାନେ ଅଲମ ଯୋଗରେ ବି ତୃତୀୟା ହଉଥିଲା ନାଇଁ, ବିବାଦ ହେଇନ ଅଲମ ନା ନାଇଁ। ତାପରେ କିମ୍ ମଧ୍ୟ ପିଲେ ଲାଗି ପାରୁଥିଲା, ବୁଝଉଛି। ହଉ, ତାହେଲେ ସେ କଣ କହିଲେ ପିଲେ, ସ୍ୱାମୀନି ପିଲେ ହେଇଯିବ କଣ ସମ୍ବୋଧନେ ପ୍ରଥମା। ଆଉ ଏଠି କିମ୍ ଟା ପିଲେ ଅବ୍ୟୟପଦ ହିସାବରେ ବ୍ୟବହାର ହେଇଛି, ତ କିମ୍ ର କିଛି ଆବଶ୍ୟକ ନାହିଁ ପିଲେ। ଆଉ ବାକି ଯୋଉ ରହିଲା ପିଲେ ଅନେନ ସକଳ ମୃଗ ବଧେନ, ଏ ଦିଟା ଯାକ ପିଲେ ହେଇଯିବ ବାରଣାର୍ଥେ ତୃତୀୟା। ବୁଝିହଉଛି ପିଲେ, ବା ବାରଣାର୍ଥକ କିମ୍ ଯୋଗେ ତୃତୀୟା, ଏମିତି ବି ଆମେ କହିପାରିବା ପିଲେ। ବାରଣାର୍ଥେ ତୃତୀୟା ବା ପିଲେ ବାରଣାର୍ଥକ କିମ୍ ଯୋଗେ ତୃତୀୟା ହେଲା। ଠିକ ଅଛି ପିଲେ, ତ କିମ୍ ଯୋଗରେ ମଧ୍ୟ ତୃତୀୟା ପିଲେ ହେଇଥାଏ। ମୁଁ ତୁମମାନଙ୍କୁ କହୁଥିଲି ନା ପିଲେ, ନୀତି ସତର ଯୋଉ ଶ୍ଲୋକ ଥିଲା ପିଲେ, କ୍ଷାନ୍ତିଶ୍ଚେତ୍ କବଚେନ କିମ୍ କିମରିଭି କ୍ରୋଧୋସ୍ତିଚେତ୍ ଦେହିନାମ୍, ନା ନାଇଁ, ଜ୍ଞାନ୍ତିଶ୍ଚେତ୍ ଅନଲେନ କିମ୍ ଯଦି ସୁହୃତ୍ ଦିବ୍ୟ ଔଷଧି କିମ୍ ଫଲମ୍। ଆଚ୍ଛା ହଉ ଛାଡ, ତାହେଲେ ସ୍ୱାମୀ ପିଲେ ହେ ସ୍ୱାମୀ, ହେ ପ୍ରଭୁ, ତ ଏଭଳି ସମସ୍ତ ପ୍ରାଣୀକୁ ବଧ କରିବା ଦ୍ଵାରା ତୁମକୁ କଣ ଲାଭ ମିଳୁଛି? ବୁଝାଉଛି ପିଲେ, ଏଥିରେ ଆଉ କିଛି କଥା ନାହିଁ ପିଲେ। ଏଠି ସକଳ ମୃଗ ବଧେନ, ଏଇଟାକୁ ଯଦି ଚାହିଁବ ସମାସ କରିଦେବ ପିଲେ କି ସକଳ ମୃଗାଣାମ ବଧେନ, ସକଳ ମୃଗ ବଧେନ, କୋଉ ସମାସ ପିଲେ ହେଇଯିବ? ଆରେ ପିଲେ ସକଳ ମୃଗାଣାମ ବଧେନ, ସକଳ ମୃଗ ବଧେନ, ସକଳ, ହଁ ହେଲା ପିଲେ, ସକଳ ମୃଗାଣାମ ବଧେନ, ସକଳ ମୃଗ ବଧେନ, ଏ ହେଇଯିବ ପିଲେ ତୃତୀୟା ତତ୍ପୁରୁଷ ସମାସ ପିଲେ ହେଲା। ତାହେଲେ ହେଲା ପିଲେ, ତ ଏଇଭଳିଆ ତମେ ସମସ୍ତ ଯୋଉ ପ୍ରାଣୀ ମାନଙ୍କୁ ବଧ କରୁଛ, ୟା ଦ୍ୱାରା ତୁମକୁ କଣ ଲାଭ ମିଳୁଛି? ୟତସ୍ତବ, ଏଠି ସନ୍ଧି ହବ ପିଲେ, କଣ ସନ୍ଧି ହବ? ୟତସ୍ତବ, ହଁ ତ ପିଲେ ୟତଃ ପ୍ଲସ ତବ ହେଲା, ପିଲେ ୟତଃ ପ୍ଲସ ତବ ପିଲେ। ଠିକ ଅଛି, ୟତସ୍ତବ ହଉଛି ପିଲେ, ୟତସ୍ତବ ଯେହେତୁ ତୁମର ଏକେନ ଅପି ମୃଗେଣ ତୃପ୍ତିର ଭବତି, ଯେହେତୁ ତୁମର ଗୋଟିଏ ହିଁ ପ୍ରାଣୀ ଦ୍ଵାରା, ଏଠି ମୃଗ ମାନେ ପିଲେ କଣ ଯେ ହରିଣ ନୁହଁ, ଏଠି ମୃଗର ଅର୍ଥ ହଉଛି ପିଲେ ପ୍ରାଣୀ। ତ ଗୋଟିଏ ପ୍ରାଣୀ ଦ୍ଵାରା ତୃପ୍ତିର ଭବତି, ପିଲେ ତୃପ୍ତିର ଭବତି, ଏଠି ସନ୍ଧି ବିଚ୍ଛେଦ ଅଛି ପିଲେ, କଣ ସନ୍ଧି ବିଚ୍ଛେଦ କଲେ ହବ? ତୃପ୍ତି ହିଁ ଯୁକ୍ତକ ଭବତି। ଆଉ ଏଠି ଯୋଉ ଅଛି ପିଲେ ଏକେ ନାପି, ୟାକୁ ସନ୍ଧି ବିଚ୍ଛେଦ କଲେ ଏକେନ ଯୁକ୍ତକ ଅପି। ତ କହୁଛନ୍ତି ୟତଃ, ଯେହେତୁ ତୁମର ଗୋଟିଏ ହିଁ ପ୍ରାଣୀ ଦ୍ଵାରା ସନ୍ତୁଷ୍ଟି ହେଇପାରୁଛି, କାହିଁକି ନା ତୁମେ ଯଦି ଗୋଟିଏ ବି ପ୍ରାଣୀ କି ମାରୁଛ, ତାକୁ ତୁମେ ଖାଉଛ,
ତାହେଲେ ବି ତୁମର ଭୋକ ମେଣ୍ଟି ପାରୁଛି, ତୁମେ ଖୁସି ହେଇପାରୁଛ, ତ ସବୁଦିନ ଏମିତି ଶିକାର କରିକି ସମସ୍ତ ପ୍ରାଣୀକୁ କାହିଁକି ମାରୁଛ? ତ ଇଏ ହେଲା ତାଙ୍କର ପିଲେ ପ୍ରଶ୍ନ। ବୁଝିହଉଛି ପିଲେ? ତାହେଲେ ବର୍ତ୍ତମାନ ଦେଖିଲ ପିଲେ ଯୋଉ ତବ ଅଛି ପିଲେ, ତବର ହେଇଯିବ ପିଲେ କଣ? ଶେଷ ଷଷ୍ଠୀ। ଶେଷ୍ୟ ଷଷ୍ଠୀ ପିଲେ ନା, ଶେଷ୍ୟ ଷଷ୍ଠୀ ବା ସମ୍ବନ୍ଧୀ ଷଷ୍ଠୀ ଲେଖିବ। ଆଉ ପିଲେ ଏକେନ ମୃଗେଣ ଏଇଟା ହେଇଯିବ ତୃତୀୟ ଯୋଗେ ତୃତୀୟ। ତୃପ୍ତି ଯୋଗେ ତୃତୀୟା ପିଲେ ହେଲା, ତୃପ୍ତି ଯୋଗେ ତୃତୀୟା। ଆକ୍ଚୁଆଲି ପିଲେ ତୃପ୍ତି ଯୋଗେ ତୃତୀୟା ହେଇନଥାନ୍ତା, ଏଠି ପିଲେ କରଣେ ତୃତୀୟା। ଆକ୍ଚୁଆଲି ପିଲେ କୋଉ ତୃତୀୟା ପିଲେ? କରଣେ ତୃତୀୟା। କାହିଁକି ନା ତମ ମାନେ କହିବ କି ଯୋଉ ଥରେ ପିଲେ ଆରଏସଟି ରେ ପଚାରିଥିଲା, ସେ ଉତ୍ତର ମଧ୍ୟ ଭୁଲ ଦେଇଥିଲା ପିଲେ, ପରେ ଅବଶ୍ୟ କରେକ୍ସନ କେହି ଆଉ କରିନାହାନ୍ତି, କିନ୍ତୁ ଆକ୍ଚୁଆଲି ଆମ ମାନେ କଣ ପାଇଁ ଭୁଲ ଜିନିଷକୁ ପିଲେ ମନେ ରଖିବା। ପିଲେ ତୃପ୍ତି ଯୋଗରେ ପିଲେ ତୃତୀୟା ଯୋଉ ହୁଏ, ତୃପ୍ତି ଯୋଗରେ ତୃତୀୟା ହୁଏନି ପିଲେ। ଆକ୍ଚୁଆଲି ତୃପ୍ତି ରହିଲେ ଯିଏ ପିଲେ କରଣ କାରକ ତାର ବିକଳ୍ପରେ ଷଷ୍ଠୀ ହୁଏ। ବୁଝିହଉଛି ପିଲେ? ତୃତୀୟ ଯୋଗରେ ପିଲେ କଣ ହେଇଥାଏ? ତୃପ୍ତି ଯୋଗରେ ଯେ କରଣ କାରକ ତାର ବିକଳ୍ପରେ କୋଉ ବିଭକ୍ତି ହୁଏ? ଷଷ୍ଠୀ। ଷଷ୍ଠୀ ବିଭକ୍ତି ହୁଏ। କିନ୍ତୁ ଆକ୍ଚୁଆଲି ଯିଏ ପିଲେ କରଣ ତାର ତ ପିଲେ କରଣ ତୃତୀୟା ହବ, ଯିଏ ପିଲେ କରଣ ତାର ପିଲେ କୋଉ ତୃତୀୟା ହବ? କରଣେ ତୃତୀୟା। ବୁଝିହଉଛି? ଯଦି ଏଠି ପିଲେ ଷଷ୍ଠୀ ବିଭକ୍ତି ହେଇଥାନ୍ତା ତାହେଲେ ଆମମାନେ ଲେଖିଥାନ୍ତେ କି ପିଲେ କଣ? ତୃପ୍ତି ଯୋଗେ ଷଷ୍ଠୀ ବୋଲି ପିଲେ। ବୁଝିହେଲା? ବୁଝିହବ ତ? ମାନେ ସାର୍ ଏକ୍ସାମ ରେ କ୍ୱେଶ୍ଚନ ସାର୍ ଆସିଲାଣି ତାହେଲେ ଆମେ କରଣେ ସେଇଟା ତୃତୀୟା କରଣେ ଲେଖନ୍ତୁ। ତୃତୀୟା କରିବୁ। ଏଇଟାକୁ ତମ ମାନେ ପିଲେ କରଣେ ତୃତୀୟା ହିଁ କରିବ ହେଲା। ସାର୍ ତୃପ୍ତି ସାର୍ ଯୋଗରେ ଏକ୍ସଟର୍ନାଲ ମାର୍କରେ କହୁନ ପିଲେ? ସାର୍ ଏଠି ତୃତୀୟ ଯୋଗେ ତୃତୀୟା ହବ ନା କରଣ ତୃତୀୟା ହବ? ଏଟାକୁ କରଣେ ତୃତୀୟା କରିବ ପିଲେ, ତୃପ୍ତି ଯୋଗେ ତୃତୀୟା କରିବନି। କୋଉ ତୃତୀୟା ପିଲେ କରିବ? କରଣେ ତୃତୀୟା ହେଲା। ଠିକ ଅଛି ପିଲେ, କାହିଁକି ନା ତୃତୀୟା ପାଇଁ ପିଲେ କରଣେ ତୃତୀୟା ହିଁ ହବ। ଯଦି ଷଷ୍ଠୀ ହେଇଥାନ୍ତା ତାହେଲେ ତମ ମାନେ ତୃପ୍ତି ଯୋଗେ ଷଷ୍ଠୀ କରିବ। କିନ୍ତୁ ପରୀକ୍ଷାରେ ଥରେ ପିଲେ ଭୁଲ ଦେଇଥିଲା, କିନ୍ତୁ ଆମ ମାନେ କଣ ପାଇଁ ସେ ଭୁଲକୁ ମନେ ରଖିବା ପିଲେ? ବୁଝିହେଲା? ତ ସେଇଟା ଭୁଲ ଜିନିଷ। ହଉ, ଏଥର ବୁଝି ହବ ତ ପିଲେ ନା ବୁଝି ହବନି? ଆଜ୍ଞା ସାର୍। ଆଜ୍ଞା। ହେଲା ପିଲେ? ତ ଇଏ ସାର୍ ଏଠି ହେଇଗଲା। ତବ ମାନେ ପ୍ରଥମା ନା କର୍ତ୍ତରୀ ପ୍ରଥମ ହବ ନା ଯୋଉ ସରି ଚାଲ ହେଲା ପିଲେ, ତାହେଲେ ଏତେ ତ ବୁଝିଲା ତ ପିଲେ। ତାହେଲେ ୟତଃ ଯେହେତୁ ତୁମର ଗୋଟିଏ ହିଁ ପ୍ରାଣୀ ଦ୍ଵାରା ସନ୍ତୁଷ୍ଟି ହେଇପାରୁଛ, ବାକି ତୃପ୍ତି ପିଲେ ହେଇଯିବ କର୍ତ୍ତରୀ ପ୍ରଥମା ପିଲେ। ଏ ଯୋଉ ଭବତୀ ପିଲା ଅଛି, ଭବତୀର କର୍ତ୍ତା ହଉଛି ପିଲେ ତୃପ୍ତି ହେଲା, ତ ତୃପ୍ତି ହଉଛି ପିଲେ କର୍ତ୍ତରୀ ପ୍ରଥମା। ଠିକ ଅଛି ପିଲେ, ଆଗକୁ ଯିବା। ଆଜ୍ଞା। ଆଉ କିଛି ଆ ଭିତରେ ନାହିଁ ପିଲେ, ଏତିକି କଥା। ତାପରେ ସେ କହୁଛନ୍ତି ପିଲେ ଅଦ୍ୟ ପ୍ରଭୃତି, ଆଜିଠାରୁ ଆରମ୍ଭ କରି, ଇଏ ଗୋଟେ ଅବ୍ୟୟ ପଦ ପିଲେ, ଅଦ୍ୟ ପ୍ରଭୃତି ଆଜିଠାରୁ ଆରମ୍ଭ କରି ତବାତ୍ରୋପବିଷ୍ଟସ୍ୟ, ୟାକୁ ସନ୍ଧିବିଷ୍ଟ କଲେ କଣ ହେଇଯିବ ପିଲେ? ତବ ପ୍ଲସ ଅତ୍ର ପ୍ଲସ ଉପବିଷ୍ଟସ୍ୟ। ଉପବିଷ୍ଟସ୍ୟ। ତାହେଲେ ପିଲେ ତବ ପ୍ଲସ ଅତ୍ର ପ୍ଲସ ଉପବିଷ୍ଟସ୍ୟ ହେଲା। ତ ତବାତ୍ରୋପବିଷ୍ଟସ୍ୟ ଜାତି କ୍ରମେଣ ପ୍ରତିଦିନ ମେକୋ ମୃଗୋ ଭକ୍ଷଣାର୍ଥମ ସମେସ୍ୟତି। ଚାଲ, ତାହେଲେ ଏତିକି ପିଲେ ହେଲା ଆମର ତବ ପ୍ଲସ ଅତ୍ର ପ୍ଲସ ଉପବିଷ୍ଟସ୍ୟ। ତାପରେ ପିଲେ ପ୍ରତିଦିନମ ପ୍ଲସ ପିଲେ ଏକଃ, ଆଉ ଏଠି ଯୋଉ ମୃଗ ଅଛି ପିଲେ ଇଏ ମଧ୍ୟ ହେଇଯିବ ପିଲେ ମୃଗଃ, ଆଉ ତାପରେ ଅଛି ପିଲେ ଭକ୍ଷଣାର୍ଥମ ସମେସ୍ୟତି। ତାହେଲେ ଆଜିଠାରୁ ଆରମ୍ଭ କରିକିରି ତବ ମାନେ ତୁମେ, ଅତ୍ର ମାନେ ଏଠାରେ, ଉପବିଷ୍ଟସ୍ୟ ମାନେ ବସି ରହିବ ହେଲା। ଉପବିଷ୍ଟସ୍ୟ ମାନେ ହଉଛି କଣ? ବସି ରହିବ। ଆଉ ଜାତି କ୍ରମେଣ, ଜାତି କ୍ରମରେ ଯାହାର ଯୋଉ ଦିନ ପାଳି ପଡିବ ସେଇ ହିସାବରେ, ପ୍ରତିଦିନ ମାନେ ଡେଲି, ଏକଃ ମାନେ ଗୋଟିଏ, ମୃଗ ମାନେ ପିଲେ ପ୍ରାଣୀ, ଭକ୍ଷଣାର୍ଥମ ତ ତୁମର ଖାଦ୍ୟ ପାଇଁ, ସମେସ୍ୟତି ମାନେ ତୁମ ପାଖକୁ ଆସିବେ। ତ ତୁମକୁ ଆଉ କୁଆଡେ ଯିବାକୁ ପଡିବନି, ଆମେ ଗୋଟେ ପାଳି କରିଦେବୁ, ଯାହାର ଯୋଉ ଦିନ ପାଳି ରହିବ ସେ ଆପଣଙ୍କ ପାଖକୁ କଣ କୋଉଥିପାଇଁ ଆସିବ? ଆପଣଙ୍କର ଭୋଜନ ପାଇଁ ଆସିବ। ବୁଝିଲ ପିଲେ? ତାହେଲେ ସେ କହିବା କଥା ପିଲେ ଅଦ୍ୟ ପ୍ରଭୃତ ଛାଡିଦିଅ ପିଲେ, ଏଇଟା ତ ହେଇଗଲା ଅବ୍ୟୟ ପଦ ପିଲେ। ତବ ଆଉ ପିଲେ ଅତ୍ର ତ ଅବ୍ୟୟ ପଦ ପିଲେ, ଉପବିଷ୍ଟସ୍ୟ, ତ ଏଇଟା ପିଲେ କୋଉ ଷଷ୍ଠୀ ହେଇଯିବ?
ଶେଷେ ଷଷ୍ଠୀ ହେଲା ଶେଷେ ଷଷ୍ଠୀ ଶେଷେ ଷଷ୍ଠୀ ପିଲେ ହେଲା ଶେଷେ ଷଷ୍ଠୀ ହିଁ ହବ ପିଲେ କିଛି କଥା ନାହିଁ ତବ ଆଉ ଉପବିଷ୍ଟ ସିଏ ଦିଟା ଯାକ ହେଲା ଶେଷେ ଷଷ୍ଠୀ ଆଉ ଜାତି କ୍ରମେଣ ପିଲେ ହେଇଯିବ ପ୍ରକୃତ୍ୟା ଦିବ୍ୟ ତୃତୀୟା ପ୍ରତିଦିନ ପିଲା ଅବ୍ୟୟ ପଦ ତାପରେ ଏକଃ ମୃଗଃ ଏଇଟା ହେଇଯିବ ପିଲେ କଣ କର୍ତ୍ତରୀ ପ୍ରଥମା କର୍ତ୍ତରୀ ପ୍ରଥମ ଏକଃ ମୃଗଃ କର୍ତ୍ତରୀ ପ୍ରଥମ ହେଲା ବାସ୍ ଏତିକି ତ କଥା ଥିଲା ଆଉ ବାକି ତ ଭକ୍ଷଣାର୍ଥମ ପିଲେ ଇଏ ତ ଅବ୍ୟୟ ପଦ ଆଉ ପିଲେ ସମେସ୍ୟତି ଇଏ ତ କ୍ରିୟାପଦ ପିଲେ ଆଉ ହେଲା ତ ଏଥିରେ ଆଉ ପିଲେ କାହା ଡାଉଟ ମାନେ ଆସିବେ ଏଠି ଆଉ ସମେସ୍ୟତି ମାନେ ପହଞ୍ଚିବେ ଆଉ ହେଲା ଆସିବେ ପହଞ୍ଚିବେ ଏଇ ଅର୍ଥରେ ଆଉ ବୁଝିଲ ତ ପିଲେ ନା ନାଇଁ ଭକ୍ଷଣାର୍ଥ ଭକ୍ଷଣାର୍ଥ ପିଲେ ହେଇଗଲା ପୁରା ଅବ୍ୟୟ ପଦ ପିଲେ ସାର୍ ଜାତେ ହେ କ୍ରମେଣ ହବ କି ଜାତି କ୍ରମେଣ ଗୋଟେ ପଦ ହଁ ଜାତେ ହେ କ୍ରମେଣ ଜାତି କ୍ରମେଣ ବା ଜାତୀୟ କ୍ରମେଣ ଜାତି କ୍ରମେଣ କିଛି ବି ଷଠି ତତ୍ପୁରୁଷ ହେଲା ଠିକ ଅଛି ପିଲେ ଆଗକୁ ଯିବା ଆଜ୍ଞା ତାପରେ କହୁଛନ୍ତି ପିଲେ କି ଏବଂ କୃତେ ତବ ତାବତ ପ୍ରାଣ ଯାତ୍ରା କ୍ଲେଶମ ବିନା ଭବିଷ୍ୟତି ଏବଂ କୃତେ ଯଦି ଏପରି କରାଯାଏ ତାହେଲେ ତବ ମାନେ ତୁମର ତାବତ ମାନେ ତେବେ ପ୍ରାଣ ଯାତ୍ରା ମାନେ ଜୀବନ ଯାତ୍ରା କ୍ଲେଶମ ବିନା ବିନା କଷ୍ଟରେ ହେଇପାରିବ ଆପଣଙ୍କୁ କଷ୍ଟ କରିବାକୁ ପଡିବନି ଆଉ ସ୍ୱୀକାର କରିବାକୁ ପଡିବନି ଆପଣଙ୍କ ପାଖକୁ ତ ଖାଦ୍ୟ ଆସିକିରି ପହଞ୍ଚିଯିବ ବୁଝି ହଉଛି ପିଲେ ତାହେଲେ ଏଥିରେ କଣ ହେଇଗଲା ପିଲେ ନା ତବ ହେଇଗଲା ପିଲେ ଶେଷେ ଷଷ୍ଠୀ ପ୍ରାଣ ଯାତ୍ରା ପିଲେ ହେଇଯିବ କର୍ତ୍ତରୀ ପ୍ରଥମ ପ୍ରଥମା ହେଲା ଆଉ କ୍ଲେଶମ ପିଲେ ହେଇଯିବ କଣ କର୍ମ କର୍ମଣି ଦ୍ୱିତୀୟା ଆରେ ପିଲେ ସାର୍ ବିନା ଯୋଗରେ ଦ୍ୱିତୀୟା ବିନା ପରା ଅଛି ପରା ପାଖରେ ହେଲା ବିନା ଯୋଗରେ ଦ୍ୱିତୀୟା ପିଲେ ହେଲା ତ ଯଦି ଏପରି କରାଯିବ ତେବେ ତୁମର ପ୍ରାଣ ଯାତ୍ରା ଜୀବନ ଯାତ୍ରା ବିନା କଷ୍ଟରେ ହେଇପାରିବ ଆଉ ପିଲେ କଣ ନା ଅସ୍ମାକଞ୍ଚ ପୁନଃ ସର୍ବୋଚ୍ଛେଦନମ ନସ୍ୟାତ୍ ଆମ ମାନଙ୍କର ମଧ୍ୟ ଯୋଉ ସର୍ବୋଚ୍ଛେଦନ ହେଇଯାଉଥିଲା ମାନେ ଏକା ବେଳକେ ସମସ୍ତେ ମରିଯାଉଥିଲେ ସେ ଜିନିଷ ମଧ୍ୟ ପିଲେ ନସ୍ୟାତ୍ ଆଉ ହବ ନାହିଁ ଠିକ ଅଛି ତ ଆମମାନଙ୍କ ପାଇଁ ବି ଭଲ ଆପଣଙ୍କ ପାଇଁ ମଧ୍ୟ ଭଲ ଆପଣଙ୍କ ଜୀବନ ଯାତ୍ରା ବିନା କଷ୍ଟରେ ହବ ଆଉ ଆମ ମାନଙ୍କର ଯୋଉ ପୁରା ଜାତି ସମୂଳେ ନଷ୍ଟ ହେଇଯାଉଥିଲା ଆଉ ସେସବୁ କିଛି ହବ ନାହିଁ ତାହେଲେ ଅସ୍ମାକମ ପିଲେ ଶେଷେ ଷଷ୍ଠୀ ଆଉ ସର୍ବୋଚ୍ଛେଦନମ ପିଲେ ହେଇଯିବ କଣ କର୍ତ୍ତରୀ ପ୍ରଥମା ପିଲେ ହେଲା ପ୍ରଥମା ସର୍ବୋଚ୍ଛେଦନମ ପିଲେ କର୍ତ୍ତରୀ ପ୍ରଥମା ପ୍ରାଣ ଯାତ୍ରା ଟା କଣ କି? ପ୍ରାଣ ଯାତ୍ରା ଝିଅ କର୍ତ୍ତରୀ ପ୍ରଥମା ଭବିଷ୍ୟତର କର୍ତ୍ତା ସାର୍ ଅସ୍ମାକଙ୍କ ଶେଷେ ଷଷ୍ଠୀ ଭାଇନା ସର୍ବଚ୍ଛେଦନ କଣ କହିଲେ ସର୍ବଚ୍ଛେଦନ ହଉଛି କର୍ତ୍ତରୀ ପ୍ରଥମା ସର୍ବଚ୍ଛେଦନ ସନ୍ଧି ସେଇଟା ସର୍ବୋଚ୍ଛେଦନ ସନ୍ଧି କଣ ହବ ହଁ ସର୍ବ ପ୍ଲସ ଉଚ୍ଛେଦନମ ଠିକ ଅଛି ପିଲେ ସେଇଟା ହବ ସର୍ବେଶମ ଉଚ୍ଛେଦନମ ସର୍ବୋଚ୍ଛେଦନମ ଆଉ ସନ୍ଧି ବିଚ୍ଛେଦ କଲେ କଣ ହେଇଯିବ ପିଲେ ସର୍ବ ପ୍ଲସ ସାର୍ ବିସର୍ଗ ରହିବ କି ସର୍ବହରେ ନା ବିସର୍ଗ କାଇଁ ରହିବ ପିଲେ ହେଲା ସର୍ବ ପ୍ଲସ उच्छेदनम है ना सर्वोच्छेदनम बुझे ना बोले अरे पैराग्राफ ले बुझे ସର୍ବୋଚ୍ଛେଦନ ନ ସାତ ମାନେ ତମ ଅଭିପ୍ରେତର ଅର୍ଥ କଣ ତା ପାଖରେ ପହଞ୍ଚି ସର୍ବ ଉଚ୍ଛେଦନ ନ ସାତ ମାନେ ସମୂଳ ନଷ୍ଟ ହବ ନାହିଁ ସର୍ବଚ୍ଛେଦନର ମାନେ ହଉଛି ତମ ସମୂଳ ଅଭିପ୍ରେତର ଅର୍ଥ କଣ ସାର୍ ମାନେ ତା ପାଖରେ ପହଞ୍ଚେ ତମ ଅଭିପତ୍ୟ ମାନେ ତା ପାଖରେ ପହଞ୍ଚେ ସାର୍ ଭକ୍ଷଣାର୍ଥମ ସମେସ୍ୟତୀୟ ସେତ ଭକ୍ଷଣାର୍ଥମ କଣ ହବ କହିଲେ? ଭକ୍ଷଣାର୍ଥ ହଉଛି ଅବ୍ୟୟ ପଦ ହିସାବରେ ବ୍ୟବହାର ହେଇଛି ଠିକ ଅଛି ଆଜ୍ଞା ସାର୍ ହଁ ହେଲା ତ ଇଏ ହେଲା ପ୍ଲେ ଫାର୍ଷ୍ଟ ପାରାଗ୍ରାଫ ଥିଲା ୟାକୁ ତମେ ଭଲସେ ଖାତାରେ ନୋଟ କରିବ ଲେଖିବ ତାପରେ ଆମର ନେକ୍ସଟ କ୍ଲାସ ରେ ପିଲେ
ଆଉ ଧୀରେ ଧୀରେ ପିଲେ ତାକୁ ଆମେ ମାନେ ସାରିବା ପିଲେ ଠିକ ଅଛି। ହଉ ପିଲେ ଠିକ ଅଛି ପୁଣି କାଲିକି ଦେଖିବା ଆଉ ହେଲା। प्रणाम सर। ସାର୍ ଏଇଟା ତ ପିଡିଏଫ ରେ ନାହିଁ। प्रणाम सर। ପିଡିଏଫ ରେ ଅଛି ପିଲା, ମୁଁ ପ୍ରଣାମ ପିଡିଏଫ ସାର୍। ପଠେଇଛି ପିଲା, ସବୁ ପିଡିଏଫ ରେ ଅଛି। ହଉ ପିଲା। नमस्ते।